ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏ ନୋଟିସ୍ ଆପଣଙ୍କୁ ଦେଖନ୍ତୁ ଅଶେ ପା ତରଫରୁ ଆସିଛି। କାହା ପାଖକୁ? ସବୁ କଲେକ୍ଟର ପାଖକୁ ଆପଣଙ୍କର ଯାଇଛି। ଆପଣ ଜାଣିଥିବେ ଯେ ଜୁନିୟର ଟିଚର ଫାଇନାଲ ମେରିଟ୍ ଲିଷ୍ଟ ଅଲରେଡି ଆପଣଙ୍କର ଆସିଯାଇଛି। ତାକୁ ଖାଲି ଏପ୍ରୁଭାଲ ଆପଣଙ୍କର କରିବାର ଅଛି। ଫାଇନାଲ ମେରିଟ୍ ଲିଷ୍ଟ ସହିତ ତାପରେ ଆପଣଙ୍କର ଯେଉଁ ସ୍କୁଲ ଏଲୋକେସନ ମଧ୍ୟ ସମସ୍ତଙ୍କର ଆସିଯାଇଛି। ଏବେ ଦେଖନ୍ତୁ ତା ରିଗାର୍ଡିଂ ଆପଣଙ୍କ ରହିଛି କ'ଣ ଲେଖା ହେଇଛି ନା ବର୍ତ୍ତମାନ ଆପଣ ଜାଣିଥିବେ ଯେ ବିଧାନସଭାର ସେସନ ଆପଣଙ୍କର ବର୍ତ୍ତମାନ ଚାଲିଛି। ଠିକ ଅଛି। ତ the secretary to Odisha Legislative Assembly has requested all collector not to hold any meetings of the committee having honorable MLA as members 3 days before commencement and 3 days after closure of 17th assembly session। ମାନେ କୌଣସି ବି ଆପଣଙ୍କର ମିଟିଂ କରିବା ପାଇଁ ବର୍ତ୍ତମାନ କୁହାଯାଇନି। କେବେ କହିଲେ? ଯେ ଆପଣଙ୍କର ମନେ ଥିବ ବର୍ତ୍ତମାନ ଆସେମ୍ବଲି ସମୟରେ ହେଇପାରିବନି। କହିବା ଅର୍ଥ ହେଉଛି ଏଇଟା। In the above context, notice for convening a meeting of the Jilla Parishad may be issued this week so that the Jilla Parishad meeting can be convened after closure of the 17th assembly session and preferably after ଦେଖନ୍ତୁ 18 ସେପ୍ଟେମ୍ବର ସୁଦ୍ଧା ଯେମିତି ପ୍ରାୟ ମାନେ ବିଧାନସଭାର ସେସନ ସରିଲା ପରେ ମିଟିଂ ଆପଣଙ୍କର ହବ। ଆଉ ସେ ମିଟିଂ ହେଲା ପରେ ଆପଣମାନଙ୍କର ଏପ୍ରୁଭାଲ ବି ଆପଣଙ୍କର ହେଇଯିବ। ଠିକ ଅଛି। ଆଉ ଏପ୍ରୁଭାଲ ଆପଣଙ୍କର ମିଳିଗଲା ପରେ ସାଙ୍ଗେ ସାଙ୍ଗେ ଆପଣଙ୍କର ସେମାନେ ଡାକିବେ ଆଉ ଯେଉଁ ନିଯୁକ୍ତି ମେଳା ମାଧ୍ୟମରେ ଆପଣଙ୍କୁ ସବୁ ଜିଲ୍ଲାମାନଙ୍କରେ ନିଜ ନିଜ ଯେଉଁ ଜିଲ୍ଲାରେ ଆପଣ ପୋଷ୍ଟିଂ ହେଇଛନ୍ତି ସେ ଜିଲ୍ଲାମାନଙ୍କରେ ଆପଣଙ୍କର ଜଏନିଂ ଲେଟର ଆପଣଙ୍କୁ ମିଳିଯିବ। ଠିକ ଅଛି। ତ ଏଇ ଲେଟରର ମେନ୍ ମିନିଂ ହେଉଛି ଯେଉଁ ଜିଲ୍ଲାମାନଙ୍କର ଏପ୍ରୁଭାଲ ଏପର୍ଯ୍ୟନ୍ତ ହେଇନି, ଠିକ ଅଛି, ସେଇ ଜିଲ୍ଲାମାନଙ୍କର ଏପ୍ରୁଭାଲ ଆପଣଙ୍କର 18 ସେପ୍ଟେମ୍ବର ସୁଦ୍ଧା ଆପଣଙ୍କର ପ୍ରାୟତଃ ହେଇଯିବ। ଠିକ ଅଛି। ତା ପରବର୍ତ୍ତୀ ସମୟରେ ଆପଣମାନେ ଜଏନିଂ ଅର୍ଡର ବଗେରା ଆପଣଙ୍କର ପାଇଯିବେ। ଠିକ ଅଛି। ଥ୍ୟାଙ୍କ ୟୁ। ଆଉ ଆପଣମାନେ ଏଇ ଯେଉଁ ସୁଭଦ୍ରା ସ୍କିମ୍ ପାଇଁ ଆପ୍ଲାଏ କଲେ ନା କରିନାହାନ୍ତି? ଯଦି କରିନାହାନ୍ତି କାଇଣ୍ଡଲି ଆପଣ କରିଦେବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।